ଖାଇବାକୁ ଦେଉନଥିଲେ କିନ୍ତୁ ନିସ୍ତୁକ ମାଡ଼ ମାରୁଥିଲେ। ସ୍ୱାମୀକୁ ବନ୍ଦୀ ରଖିଥିଲା ସ୍ତ୍ରୀ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ 8 ଦିନ ଧରି ବନ୍ଦ କୋଠରୀରେ ସ୍ୱାମୀଙ୍କୁ ରଖିଥିଲେ ରଞ୍ଜନୀ ପରିଛା। ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୁଟ ସ୍ଥିତ ବିଜେପୁର ସାହିରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ପୀଡ଼ିତ ସ୍ୱାମୀ ଆଶିଷ ପରିଛାଙ୍କ ପିଠିରେ ଦେଖିବାକୁ ମିଳିଛି ସ୍ତ୍ରୀ ରଞ୍ଜନୀର ଅତ୍ୟାଚାରର ଚିହ୍ନ। ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଆଶିଷ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ भर्ती କରିଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ତେବେ ରଞ୍ଜନୀ ଏପରି କାହିଁକି କରିଥିଲେ ତାର କାରଣ ଅସ୍ପଷ୍ଟ। ଘଟଣା ନେଇ ଆଶିଷ ପତ୍ନୀ ରଞ୍ଜନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। बहुत दिन है फोन पान खबर तो मोर जान देखी आसला परीक्षा भाई को घर भर ताला रखी देखिले देखला सरपंच आज्ञा सहित साक्षात कला सरपंच आज्ञा फोन फान कले फोन फान करके थाना अधिकारी समिति सभ्य जिला परिषद एम को उपस्थित थाई भाई को से घर उद्धार करके गाड़ी